सच्चिदानन्दरूपाय विश्वोत्पत्त्यादिहेतवे तापत्रयविनाशाय श्रीकृष्णाय वयं नमः। श्रीकृष्णाय वयं नमः। जय जगन्नाथ। सचेतन वार्तार आउ एक नूतन अध्याय को विश्वर अगणित मानव जाति जनसमूह एवं लोक मानक स्वागत। आजिर कथावस्तुर शीर्षक काशीनाथ मिश्र सावधान, सीमा उल्लंघन पूर्वर वैकुंठ धाम आश्रम थरे मने पकाओ। एबे ए कथा को विचार आपण माने करंतु। विश्वर अगणित मानव जाति विचार करंतु। काशीनाथ मिश्र विचार करंतु। माधव परिवार प्रतिटी सदस्य विचार करंतु। एवं थरे भावन्तु, केवल जे विचार करंतु नुहे, थरे भावन्तु, मने पकांतु। ए दास केते दिन हब एपिसोड माध्यम रे, चैनल माध्यम रे अनेक सचेतन करी आसुछि। काशीनाथ मिश्र ए बाबद आज पर्यंत कौनसी प्रतिक्रिया रखी नाहंती, प्रत्युत्तर मध्य करी नाहंती कौनसी भी माध्यम रे। तेणु काशीनाथ मिश्र को तथा माधव परिवार को मने पकई दौछि दास। वैकुंठ धाम आश्रम भांगिबार 3 वर्ष पूर्वर ये दास कहिथिला, बुझेइथिला, सचेतन करिथिला, सतर्क करैथिला, धमक भी देइथिला, जाको काशीनाथ मिश्र एवं तांकर चमचा एमाने केही भी बुझी पारि नथिले, विश्वास करि नथिले, उचित मने करि नथिले, हेय ज्ञान करिथिले, अणदेखा करिथिले। परिणति सेया हिथिला जहा ए दास कहिथिला। तेणु आज मध्य से सतर्क करुछि। आज आउ काशीनाथ मिश्र को किंबा माधव परिवार सदस्य को कहूनी, बुझौनी, सचेतन करूनी, सतर्क करुछि। होशियार। वैकुंठ धाम आश्रम भांगिबा पूर्वर 3 वर्ष पूर्वर कहिथिला, 2 मास पूर्वर कहिथिला, 3 मास पूर्वर कहिथिला, सतर्क करैथिला। सेतेबेले ए दासर कथा केही भी बुझी नथिले, आ आज भी बुझिबा को प्रस्तुत नुहंती। काशीनाथ मिश्र तथा तांको चमचा तथा तांकर जो माने अनुगामी श्रद्धालु अछंती, ये माने एभली आसक्त हो जाइछंती मोहरे जे एमानंको सत्य देखा जाऊ नाही।
ଏମାନଙ୍କୁ ସତ୍ୟ ଦେଖାଯାଉ ନାହିଁ। ତେଣୁ କାଶୀନାଥ ମିଶ୍ର ଧର୍ମ ସଂସ୍ଥାପନା ବାବଦରେ, ଅବତାର ବାବଦରେ, ଯୁଗକ୍ଷୟ ବାବଦରେ, ବିଭିନ୍ନ ପ୍ରକାର ବିପର୍ଯ୍ୟୟ ବିପତ୍ତି ଅସୁବିଧା ପରିସ୍ଥିତି ବାବଦରେ ତାଙ୍କର ମାଳିକା କଥା ପ୍ରସଙ୍ଗରେ ଅନେକ ଏପିସୋଡ଼ ମାଧ୍ୟମରେ କହିଛନ୍ତି, ଏବେ ମଧ୍ୟ କହୁଛନ୍ତି। କିନ୍ତୁ ସେ ନିଜେ ଜାଣିନାହାନ୍ତି ସେ ନିଜେ କେଉଁ ଭୁଲ କରୁଛନ୍ତି, ନିଜେ କେଉଁ ବେଦ ବିରୋଧ କର୍ମ କରୁଛନ୍ତି, ଏ କଥା ସେ ଜାଣିନାହାନ୍ତି। ତଥା ତାଙ୍କର ଚାମଚା, ତାଙ୍କୁ ଯେଉଁମାନେ ଭଲ ପାଉଛନ୍ତି ସେମାନେ ମଧ୍ୟ ଜାଣିନାହାନ୍ତି। ମୋଟାମୋଟି ଭାବରେ କହିବାକୁ ଗଲେ ମାଧବ ପରିବାରର ସଦସ୍ୟ କେହି ଜାଣିନାହାନ୍ତି। ତେଣୁ କାଶୀନାଥ ମିଶ୍ର ଏଇ କେଇଦିନ ହେବ ଏକ ପ୍ରେସମିଟ୍ ଭିଡ଼ିଓ ପୋଷ୍ଟ କରିଛନ୍ତି। ତେଣୁ ପ୍ରେସମିଟ୍ରେ କହିବାକୁ ତ ସାହସ ହୋଇନାହିଁ କାଶୀନାଥ ମିଶ୍ରଙ୍କର, ଯିଏ ସେ ତାଙ୍କ ପୁଅକୁ କଳ୍କି ବୋଲି ପଛରେ ଘୋଷଣା କରୁଛନ୍ତି, ସାମ୍ନାରେ ଘୋଷଣା କରିବାକୁ ସାହସ ନାହିଁ, କରିପାରୁନାହାନ୍ତି, କରିପାରିବେନି ମଧ୍ୟ। ତେଣୁ କାଶୀନାଥ ମିଶ୍ର ସାବଧାନ ହେଇଯାଆନ୍ତୁ, ସତର୍କ ହେଇଯାଆନ୍ତୁ। ଯଦି ୟା ପରେ ଏହିଭଳି ଭିଡ଼ିଓ ପ୍ରସ୍ତୁତ କରନ୍ତି ବା ପୋଷ୍ଟ କରନ୍ତି, ତାହେଲେ ତାହା କେତେ ଭୟଙ୍କର ହେବ କାଶୀନାଥ ମିଶ୍ର ସ୍ୱପ୍ନରେ ମଧ୍ୟ ଭାବିନଥିବେ। କାହିଁକି ଏ ଦାସ ଏ କଥା କହୁଛି, ଏ କଥା ମଧ୍ୟ କାଶୀନାଥ ମିଶ୍ର ନା ବୁଝିପାରିବେ, ନା ତାଙ୍କର ଚାମଚା ବୁଝିପାରିବେ, ନା ମାଧବ ପରିବାରର କୌଣସି ସଦସ୍ୟ ବୁଝିପାରିବେ। କାହିଁକି ନା ବେଦକୁ ଜାଣିନାହାନ୍ତି, ଶାସ୍ତ୍ରକୁ ଜାଣିନାହାନ୍ତି। ତେଣୁ ଏ ଦାସର କଥାକୁ ବୁଝିବା ସହଜ ହେବ ନାହିଁ। ଏଭଳି କଥାରୁ ନିବୃତ୍ତ ରୁହନ୍ତୁ, ସତ୍ୟର ସନ୍ଧାନ କରନ୍ତୁ, ସତ୍ୟର ପ୍ରକାଶ କରନ୍ତୁ ଏବଂ ତାର ବିକାଶରେ ସହଯୋଗୀ ହୁଅନ୍ତୁ। ଅନ୍ୟଥା ନିଜ ଗୋଡ଼ରେ ନିଜେ କୁରାଢ଼ି ଦେବାକୁ କେହି ତ ଅଟକାନ୍ତିନି, ଆଉ ତାହା ହିଁ ହେବ। ନିଜ ଗୋଡ଼ରେ ନିଜେ ହିଁ କୁରାଢ଼ି ମାରିବେ। ଏ ଦାସ ଦୃଷ୍ଟିରେ ବସୁଧୈବ କୁଟୁମ୍ବକମ୍ ନ୍ୟାୟରେ ତଥା ଭଗବାନ ନୃସିଂହ, ତ୍ରେତୟାରେ ରାମଚନ୍ଦ୍ର, ଦ୍ୱାପରରେ କୃଷ୍ଣଙ୍କର ନୀତିକୁ ଆପଣେଇଥିବା କାରଣରୁ, ଅନୁସରଣ ଅନୁକରଣ କରିଥିବା କାରଣରୁ ସେହି ନ୍ୟାୟ, ସେହି ରାମକୃଷ୍ଣ ନୃସିଂହଙ୍କ ନ୍ୟାୟରେ କିଛି ଘଟିବା ପୂର୍ବରୁ କେବଳ ସାବଧାନ ସତର୍କ କରିବା ଏ ଦାସର କର୍ତ୍ତବ୍ୟ। ହୁଏତ ସୁଧୁରି ପାରନ୍ତି, ଯଦି ନ ସୁଧୁରନ୍ତି ତାହେଲେ ସମ୍ମୁଖୀନଟି ନିଶ୍ଚିନ୍ତ। ନିଷ୍ପତ୍ତି ଆପଣଙ୍କର। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।